जय जगन्नाथ। राधे श्रीकृष्ण। ଏହି ଦୁନିଆର ସବୁଠାରୁ ଶ୍ରେଷ୍ଠ ହେଉଛି କେବଳ ଭାଗବତ। କାହିଁକିନା ସେହି ଭାଗବତ ଦ୍ୱାରା ଆମେ ଭଗବାନ ଶ୍ରୀହରିଙ୍କୁ ପ୍ରାପ୍ତ କରିପାରିବା। ଯଦି ଆମେ ମନୁଷ୍ୟ ଜୀବନ ଗ୍ରହଣ କରିଛନ୍ତି ତାହେଲେ ଏହା ପଛରେ କିଛି ରହସ୍ୟ ଲୁଚି ରହିଛି, ଯାହା ଆମେ କେବଳ ଶ୍ରୀମଦ୍ ଭାଗବତ ଗୀତା ଆମକୁ ଶିଖାଉଛନ୍ତି। ଆମେ ଏହାକୁ ସମ୍ମାନ ଦେବା ଉଚିତ ଅଟେ। ଯେତେ ମଧ୍ୟ ମୁନି ଋଷି ହେଉ, ତପସ୍ୱୀ ହେଉ ବା ମହର୍ଷି ମଧ୍ୟ, ପ୍ରତ୍ୟେକ ବ୍ୟକ୍ତି ମହାନ ବ୍ୟକ୍ତି, ସେମାନେ ଭଗବାନଙ୍କୁ ପ୍ରାପ୍ତ କରିଛନ୍ତି ସତ, କିନ୍ତୁ ଏହି ଭାଗବତ ଦ୍ୱାରା ସବୁଠାରୁ ଶ୍ରେଷ୍ଠ ଏହି ଭାଗବତ। କାହିଁକିନା ଆପଣମାନେ ଯେକୌଣସି ପୂଜାପାଠ, ହୋମ, ଯଜ୍ଞ, ଉପବାସ ସବୁକିଛି ବିଧିକୁ ଆପଣାଇବେ, ତାଦ୍ୱାରା ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ ହେଉଛି। କିନ୍ତୁ ଏହି ମହାନ ଶକ୍ତିଶାଳୀ ଭାଗବତକୁ କେବଳ ପଢ଼ିବା ଦ୍ୱାରା ନୁହଁ, ବରଂ ଶୁଣିବା ଦ୍ୱାରା ମଧ୍ୟ କୋଟି କୋଟି ଜନ୍ମର ପାପ ଧୋଇ ହୋଇଥାଏ ଆଉ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ସେଥିପାଇଁ କୁହାଯାଉଛି ତ ଏହି ଭାଗବତ ସବୁଠାରୁ ଶକ୍ତିଶାଳୀ। ଆମେ ଯଦି ମନୁଷ୍ୟ ଜୀବନ ଗ୍ରହଣ କରିଛନ୍ତି, ଆଜି ପର୍ଯ୍ୟନ୍ତ ଆମେ ଜୀବିତ ଅଛନ୍ତି, ତାହେଲେ ମନେ ରଖନ୍ତୁ, ଯେକୌଣସି ବି କୁକର୍ମ କରିଥାଉ ନା କାହିଁକି ତୁମକୁ ଭୋଗିବାକୁ ପଡ଼ିବ। ଆପଣମାନେ ଯଦି ଏ ଜୀବନରେ କିଛି ପୁଣ୍ୟ ଅର୍ଜନ କରିଛନ୍ତି କି ନାହିଁ ତାହା ଆପଣଙ୍କୁ ବିଲକୁଲ ବି ଜ୍ଞାତ ନାହିଁ। ବର୍ଷ ବର୍ଷ, ମାସ ମାସ, ପ୍ରତ୍ୟେକ ଦିନ ଆପଣ ପ୍ରତ୍ୟେକ କ୍ଷଣ ମଧ୍ୟ ପାପ କର୍ମ ଲିପ୍ତ କରିଛନ୍ତି, ଏ ପଛରେ ମଧ୍ୟ ଆପଣଙ୍କୁ ଜ୍ଞାତ ନାହିଁ। କିନ୍ତୁ ଏହି ଭାଗବତ ଗୀତା ଯଦି କିଛି କ୍ଷଣ ଆପଣ ନିଜ କର୍ଣ୍ଣରେ ଶ୍ରବଣ କରିଦିଅନ୍ତି, ତାହେଲେ ମନେ ରଖନ୍ତୁ, ଆପଣ ଜୀବନରେ କୋଟି କୋଟି ପୁଣ୍ୟ ଅର୍ଜନ କରୁଛନ୍ତି ଆଉ ସେହି ପୁଣ୍ୟର ଫଳ ଅତ୍ୟଧିକ ଶକ୍ତିଶାଳୀ ଥିବା କାରଣରୁ ପୂର୍ବ ଜନ୍ମର ଯେକୌଣସି ବି କୁକର୍ମ ଫଳକୁ ଅତ୍ୟନ୍ତ ଶୀଘ୍ର ଅନ୍ତ କରିଥାଏ ଆଉ ଆଶୀର୍ବାଦ ମଧ୍ୟ ପ୍ରାପ୍ତ କରିଥାଏ। ସେଥିପାଇଁ ଆପଣମାନେ କେବେ ବି ଭୁଲନ୍ତୁ ନାହିଁ। କିଛି କ୍ଷଣ ହେଉ ପଛକେ ଆପଣ ଶ୍ରୀମଦ୍ ଭାଗବତ ଗୀତାକୁ ଗୋଟିଏ ମାତ୍ର ଶ୍ଲୋକକୁ ନିହାତି ଭାବରେ ଶ୍ରବଣ କରନ୍ତୁ। ସେଥିପାଇଁ ଆଜି ଆମେ ଜାଣିପାରିବା ଶ୍ରୀମଦ୍ ଭାଗବତ ଗୀତାରେ ଉଲ୍ଲେଖିତ ରହିଛି, ପୂର୍ବ ଜନ୍ମର କୁକର୍ମ ଫଳ ଏ ଜନ୍ମରେ କିପରି ମିଳିଥାଏ। ଏକଥା ଆପଣ ମନେ ରଖନ୍ତୁ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି ପୂର୍ବ ଜନ୍ମର କୁକର୍ମ ଫଳ ଏ ଜନ୍ମରେ ଭୋଗିବାକୁ ପଡ଼ିଥାଏ, ଯେ ପର୍ଯ୍ୟନ୍ତ ସେ ପରଜନ୍ମର କୁକର୍ମ ଫଳକୁ ଭୋଗି ନାହାନ୍ତି, ସେ ପର୍ଯ୍ୟନ୍ତ ଦଣ୍ଡ ଭୋଗିବାକୁ ପଡ଼ିବ। ଆଉ ଯଦି କୌଣସି ବ୍ୟକ୍ତି ସେପରି ଦଣ୍ଡଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଶ୍ରୀମଦ୍ ଭାଗବତକୁ ସତ୍ୟ କହିବା ଆଉ ଶ୍ରବଣ କରିବା ଦ୍ୱାରା ସବୁକିଛି ପାପର ଅନ୍ତ ଘଟିଥାଏ। ଆପଣମାନେ ଆଜିକ ଦୁନିଆରେ ଯେକୌଣସି ବି ଦେବୀ ଦେବତାକୁ ପୂଜା କରୁଛନ୍ତି, ଏହା ପଛରେ କିଛି ରହସ୍ୟ ମଧ୍ୟ ରହିଛି। କାହିଁକି ନା ଯେତେବେଳେ ସ୍ୱର୍ଗରେ ରହିଥିବା ଦେବୀ ଦେବତା ଏହି ମୂର୍ତ୍ତ ଲୋକରେ ପୂଜା ପାଉଛନ୍ତି, ଏହାର ପ୍ରକୃତ କାରଣ ହେଉଛି ସେମାନେ ଶ୍ରୀମଦ୍ ଭାଗବତ ଗୀତାକୁ ନିଜ କର୍ଣ୍ଣରେ ଶ୍ରବଣ କରିଛନ୍ତି। ଯେତେବେଳେ ଭାଗବତ ଜନ୍ମ କଥା ଭଗବାନ ଶ୍ରୀକୃଷ୍ଣ ପ୍ରତ୍ୟେକ ଦେବୀ ଦେବତାକୁ ଶୁଣାଉଥିଲେ, ସେହି ସମୟରେ କିଛି ଦେବୀ ଦେବତା ନିଜ ମନ ଧ୍ୟାନ ଦେଇ, ସତ୍ୟ କହି ଆଉ ସମ୍ମାନ ଦେଇ ନିଜ କର୍ଣ୍ଣରେ ଶୁଣୁଥିଲେ ଆଉ ଏହାର ମଧୁରତା, ଅତ୍ୟଧିକ ସୁନ୍ଦରତା ନିଜେ ମଧ୍ୟ ଗ୍ରହଣ କରୁଥିଲେ। ସେହି କାରଣରୁ ତାଙ୍କେ ଏହି ମୂର୍ତ୍ତ ଲୋକରେ ତାଙ୍କେ ପୂଜନୀୟ ଭାବରେ ସ୍ୱୀକୃତ ହୋଇଛନ୍ତି। ଏହି ଆଶୀର୍ବାଦ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଦେଇଛନ୍ତି। ଆପଣ ଦେଖନ୍ତୁ, ନିଜ କର୍ଣ୍ଣରେ ଶୁଣିବା ଦ୍ୱାରା ଏତେ ପୁଣ୍ୟ, ଅପାର ପୁଣ୍ୟ ପ୍ରାପ୍ତ ହୋଇଥାଏ, ତାହେଲେ କାହିଁକି ହାତଛଡ଼ା କରିବା। ମନୁଷ୍ୟ ଜୀବନ ଧାରଣ କରିବାର କିଛି ରହସ୍ୟ ତ ପଛରେ ଲୁଚି ରହିଛି, ଯାହାକୁ ଆମେ ଶ୍ରୀମଦ୍ ଭାଗବତ ଗୀତା ଶିଖାଇଛନ୍ତି। ଆମେ ତ ପ୍ରତ୍ୟେକ କ୍ଷଣରେ ସବୁକିଛି ପ୍ରାପ୍ତ କରୁଛନ୍ତି, କିନ୍ତୁ ଏହି ପଛରେ ଆମେ ଅତ୍ୟଧିକ ପାପ ମଧ୍ୟ ଗ୍ରହଣ କରୁଛନ୍ତି। ସେହି ପାପର ଫଳ ଅତ୍ୟଧିକ ଥିବା କାରଣରୁ ଜନ୍ମ ଜନ୍ମତର ପାପକୁ ଆମେ ଭୋଗିବାକୁ ପଡ଼ିବ। କେତେ ମଧ୍ୟ ଆମେ ଜନ୍ମ ନେବା ସେ ସବୁକିଛି ପାପକୁ ଭୋଗିବା ମଧ୍ୟ
ସେଥିପାଇଁ କୁହାଯାଉଛି ମନୁଷ୍ୟ ଜୀବନ ହେଉଛି ସବୁ ଜୀବଠାରୁ ଶ୍ରେଷ୍ଠ ଜୀବ। କାହିଁକି ନା ଏହି ଜୀବରେ ଆମେ ଭଲ ମନ୍ଦ ଜାଣିପାରୁଛନ୍ତି। ପୂର୍ବ ଜନ୍ମର କୁକର୍ମ ଫଳକୁ ଅନ୍ତ କରିପାରିବାର ଶକ୍ତି ମଧ୍ୟ ରହିଛି। ଏହି ଜନ୍ମରେ ଆମେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ ମଧ୍ୟ କରିପାରିବା। କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ଏହି ଜୀବନକୁ ତାଙ୍କେ ମିଥ୍ୟା ଭାବୁଛନ୍ତି। ଆଉ ପ୍ରକୃତରେ ତ କହୁଛନ୍ତି ଏହା ଏକ ସତ୍ୟ ନୁହେଁ କି ଆମେ ଯଦି ଜନ୍ମ ହୋଇ ଯଦି ଦିନେ ନା ଦିନେ ମୃତ୍ୟୁ ହେବ। ଏହା ତ ସତ୍ୟ ଅଟେ କି ଯେକୌଣସି ବ୍ୟକ୍ତି ଯଦି ଏହି ପୃଥିବୀ ପୃଷ୍ଠରେ ଦେହଧାରୀ ହୋଇଛନ୍ତି ବା ମନୁଷ୍ୟ ହୋଇ ଜନ୍ମଗ୍ରହଣ କରିଛନ୍ତି ବା ଅନ୍ୟ କୌଣସି ବି ପ୍ରାଣୀ ହୋଇ ଜନ୍ମଗ୍ରହଣ କରିଛନ୍ତି ତାଙ୍କୁ ଦିନେ ନା ଦିନେ ମୃତ୍ୟୁ ତ ନିହାତି ଭାବରେ ଆସିବ। କିନ୍ତୁ ଆପଣ ଯେଉଁ ଏହି ଜୀବନରେ ବା ଏହି ସମୟରେ ଯାହା ବି କିଛି ଅର୍ଜନ କରିଛନ୍ତି ତାହା ଆପଣଙ୍କୁ ନିହାତି ଭାବରେ ନେବାକୁ ପଡ଼ିବ। ମନେ ରଖନ୍ତୁ, କୌଣସି ଧନ ସମ୍ପତ୍ତି, କୌଣସି ସମ୍ମାନ, କୌଣସି ଟଙ୍କା ପଇସାକୁ ନେଇ କିମ୍ବା କୌଣସି ସୌନ୍ଦର୍ଯ୍ୟକୁ ନେଇ ଆପଣ କୌଣସି ଭଗବାନ ପାଖକୁ ଗମନ କରିପାରିବେ ନାହିଁ। ଯାହା ସବୁ ଜିନିଷ ଆପଣ ଅର୍ଜନ କରିଛନ୍ତି ତାହା ଏହି ସ୍ଥଳେ ହିଁ ସ୍ଥାପନ କରି ଆପଣ ସ୍ୱର୍ଗ ଲୋକକୁ ଗମନ କରିପାରିବେ। ସାଥିରେ କୌଣସି ଜିନିଷ ନାହିଁ। ଯଦି ଆପଣ ଶ୍ରୀମଦ୍ ଭାଗବତ ଗୀତାକୁ କିଛି କ୍ଷଣ ଶ୍ରବଣ କରିଥିବେ ତାହେଲେ ମନେ ରଖନ୍ତୁ ଆପଣ ଏହି ପୁଣ୍ୟକୁ ଧରି ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଚାଲିଯିବେ। ଆଉ ଏହି ପୁଣ୍ୟର ବଳ ଅତ୍ୟଧିକ ଶକ୍ତିଶାଳୀ, ଯେହେତୁ ଆପଣଙ୍କର ଜନ୍ମ ଜନ୍ମର ପାପକୁ ମଧ୍ୟ ଧୋଇଥାଏ ବା ଓଜନରୁ କମ୍ କରିଥାଏ। ସେଥିପାଇଁ ଆପଣ ଏହି ଶ୍ରୀମଦ୍ ଭାଗବତ ଗୀତାରୁ କିଛି କ୍ଷଣ ନିଜ କର୍ଣ୍ଣରେ ଶ୍ରବଣ କରି ଦେଖନ୍ତୁ। ଚାଲନ୍ତୁ ଜାଣିବା ପୂର୍ବ ଜନ୍ମର କୁକର୍ମ ଫଳ କିପରି ଭୋଗିବାକୁ ପଡ଼ିଥାଏ। ଶ୍ରୀମଦ୍ ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ପଚାରୁଛନ୍ତି, ହେ ପ୍ରାର୍ଥ, ଯଦି ପ୍ରକୃତରେ ମନୁଷ୍ୟ ଜୀବନ ମୃତ୍ୟୁବରଣ କରି ପୁଣି ଥରେ କୌଣସି ନା କୌଣସି ଜୀବନ ନେଇ ଗ୍ରହଣ କରିବାକୁ ପଡ଼ୁଛି, କାହିଁକି ସେ ସମୟରେ ତାଙ୍କୁ ବହୁତ କଷ୍ଟ ପୀଡ଼ା ମଧ୍ୟ ସହ୍ୟ କରିବାକୁ ପଡ଼ୁଛି? କ'ଣ ପ୍ରକୃତରେ ଏହି କଷ୍ଟ ସହ୍ୟ କରିବା ପାଇଁ ତାଙ୍କର ଜନ୍ମ ହୋଇଛି? କାହିଁକି ତାହେଲେ ସେହି ମନୁଷ୍ୟ ଜୀବନ ବା ବିଭିନ୍ନ ଜୀବନ ଦେଇ ଏହି ସଂସାରକୁ ପଠାଇଛନ୍ତି? ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହିଲେ, ହେ ମୋର ପ୍ରିୟର ସଖା, ଯଦି କୌଣସି ବ୍ୟକ୍ତି, କୌଣସି ପ୍ରାଣୀ ବା ମନୁଷ୍ୟମାନେ ଯଦି କିଛି ପାପ କର୍ମରେ ଲିପ୍ତ ଥାନ୍ତି ତାହେଲେ ଏ ଜନ୍ମରେ ତାଙ୍କର ଯଦି ପାପ କର୍ମରେ ଲିପ୍ତ ରହି ତାଙ୍କର ମୃତ୍ୟୁବରଣ କରନ୍ତି ତାହେଲେ ତାଙ୍କୁ ପୁଣି ଥରେ ଏକ ଜନ୍ମ ଗ୍ରହଣ କରିବାକୁ ପଡ଼ିବ। ଆଉ ସେହି ଜନ୍ମରେ ତାଙ୍କୁ ସେହି ସବୁ ପାପର ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିବ। ସେତେବେଳେ ଅର୍ଜୁନ କହିଲେ, ଏହା ତ ଅନ୍ୟାୟ ଅଟେ। ଯଦି ଏ ଜନ୍ମରେ କୌଣସି ବ୍ୟକ୍ତି ଭୁଲ ବା ପାପ କରିଛନ୍ତି ତାହେଲେ ପୂର୍ବ ଜନ୍ମରେ ତାର କୌଣସି ବି ପାପର ଜ୍ଞାତ ନଥାଏ। ଯଦି କୌଣସି ଭୁଲର କରିଥିବାର ବିଲକୁଲ ବି ଜ୍ଞାତ ନଥାଏ ତାହେଲେ ସେହି ଦଣ୍ଡ କିପରି ତାକୁ ଭୋଗିବାକୁ ପଡ଼ିବ? ଏହା ତ ମିଥ୍ୟା ଅଟେ। ଯଦି ଏ ଜନ୍ମରେ କୌଣସି ବ୍ୟକ୍ତି କିଛି ଭୁଲ କାମ କରୁଛନ୍ତି, କିଛି ପାପ କର୍ମ ଅର୍ଜନ କରୁଛନ୍ତି ତାହେଲେ ସେହି ପାପ ତାକୁ ଏ ଜନ୍ମରେ ହିଁ ଭୋଗିବାକୁ ପଡ଼ିବ। ତାପରେ ଯାଇ ତାର ମୃତ୍ୟୁ ହେବ। ଏହା କରିବା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ଜ୍ଞାତ ରହିବ, ସେମାନେ କୌଣସି ବି କୁକର୍ମ କରିପାରିବେ ନାହିଁ। ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହିଲେ, ଏହା ତ ମିଥ୍ୟା ଅଟେ। ଯଦି ଏ ଜନ୍ମରେ ତୁମେ ପାପ କର୍ମ କରିଲ ଆଉ ପାପ କର୍ମ ଏ ଜନ୍ମରେ ହିଁ ଭୋଗି ତୁମର ମୃତ୍ୟୁବରଣ ଘଟିଲା, ପୂର୍ବ ଜନ୍ମରେ ତୁମେ ତ ଏକ ଜ୍ଞାନୀ ପଣ୍ଡିତ ବିଦ୍ୱାନ ହୋଇ ଜନ୍ମିତ ହେବ। ଦେଖୁ ଦେଖୁ ପୁରା ସଂସାରରେ ପ୍ରତ୍ୟେକ ବ୍ୟକ୍ତି ବିଦ୍ୱାନ ହେବେ। ତାହେଲେ ସେହି ବିଦ୍ୟା, ସେହି ପାଠ, ସେହି ପୁଣ୍ୟ ତାକେ ଧରି କରିବେ କ'ଣ? ସେଥିପାଇଁ ତ ଆୟତର ଅନୁଷ୍ଠାନରେ ଉଲ୍ଲେଖିତ ରହିଛି, ଯେକୌଣସି ବ୍ୟକ୍ତି ଯଦି ଏ ଜନ୍ମରେ ପାପ କରିଛନ୍ତି ତାଙ୍କୁ ପୂର୍ବ ଜନ୍ମରେ ଭୋଗିବାକୁ ପଡ଼ିବ। ଯଦି ଏ ଜନ୍ମରେ ପାପ କରୁ କରୁ ତାର ଜ୍ଞାତ ହୋଇଗଲା ଯେ ଏହା ଏକ ପାପନୀୟ ଅପରାଧ ଅଟେ, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହା ପାପ କରିବା ଅନୁଚିତ ହୋଇଥାଏ, ତାହେଲେ ସିଏ ସେହି ଦିନଠାରୁ ପାପକୁ ତ୍ୟାଗ କରିବା ଆଉ ପୁଣ୍ୟକୁ ଆପଣାଇବ। ସେହି ଦିନଠାରୁ ତାର ପାପର ଅନ୍ତ ଘଟିବ ଆଉ ପୁଣ୍ୟ ନିଶ୍ଚିତ ଭାବରେ ବଢ଼ିବ। ସେଥିପାଇଁ ତ କୁହାଯାଉଛି ଏ ଜନ୍ମର ପାପ ପୁଣି ଏକ ଜନ୍ମରେ ଭୋଗିବାକୁ ପଡ଼ିଥାଏ ପର ଜନ୍ମରେ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏହାକୁ ତ ମନେ ରଖିବା ଉଚିତ ନା। ସେତେବେଳେ ଅର୍ଜୁନ କହିଲେ,
ମୁଁ ଆପଣଙ୍କର କଥାରୁ କୌଣସି ବି ସ୍ପଷ୍ଟ ଭାବରେ ବୁଝିପାରୁନାହିଁ। ଦୟାକରି ପ୍ରଭୁ ମୋତେ ନିହାତି ଭାବରେ ସ୍ପଷ୍ଟ ଭାବରେ ବୁଝାନ୍ତୁ, ତାଦ୍ୱାରା ମୁଁ ସବୁ କିଛି ବୁଝିପାରିବି। ଭଗବାନ ଶ୍ରୀକୃଷ୍ଣ କହିଲେ, ତାହେଲେ ତୁମେ ଏକ ସୁନ୍ଦର ବାଣୀ, ମୋର ମଧୁର ବାଣୀ ଗୋଟେ ନିଜ କର୍ଣ୍ଣରେ ଶ୍ରବଣ କର। ଏହାଦ୍ୱାରା ତୁମ ଜୀବନରେ ବହୁତ କିଛି ପୁଣ୍ୟ ଅର୍ଜନ କରିପାରିବ, ବହୁତ ଶକ୍ତି ମଧ୍ୟ ତୁମକୁ ପ୍ରାପ୍ତ ହୋଇପାରିବ। ସେତେବେଳେ ଅର୍ଜୁନ ମନ ଧ୍ୟାନ ଦେଇ ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀକୁ ଶ୍ରବଣ କରୁଥିଲେ। ସୁନ୍ଦର ଭବର ବୋଲି ଗୋଟିଏ ସୁନ୍ଦର ଏକ ରାଜ୍ୟଟି ଥିଲା। ସେହି ରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତି ବାସ କରୁଥିଲେ, ବହୁତ ସୁନ୍ଦର ହସଖୁସିରେ ବାସ କରୁଥିଲେ। ସେହି ସୁନ୍ଦର ଭୁବନରେ କୌଣସି ବ୍ୟକ୍ତି ମଧ୍ୟ ପାପକର୍ମ ଲିପ୍ତ ନଥିଲେ। ଅନ୍ୟ ବ୍ୟକ୍ତିଙ୍କୁ ଦେଖି ସାହାଯ୍ୟ କରୁଥିଲେ, ଦୁଃଖୀ ଗରିବର ଦୁଃଖକୁ ମଧ୍ୟ ହରଣ କରୁଥିଲେ। ଏମିତି ଭାବରେ ସେହି ରାଜ୍ୟ ବହୁତ ଖୁସି ବା ହସ ଖୁସିରେ ଚଳୁଥିଲେ। କାହିଁକି ନା ସେହି ରାଜ୍ୟରେ ଏକମାତ୍ର ମହାନ ଏକ ପଣ୍ଡିତ ଋଷି ବାସ କରୁଥିଲେ। ଋଷିଙ୍କୁ ସମସ୍ତେ ଦେବତା ବୋଲି ମାନୁଥିଲେ, କାହିଁକି ନା ତାଙ୍କ ବାଣୀ ଅତ୍ୟଧିକ ମଧୁର ଅଟେ, ସତ୍ୟ ମାର୍ଗ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଖାଉଥିଲେ। ଏମିତି ଚାଲୁ ଚାଲୁ ବହୁତ ଦିନ ଚାଲିଗଲା। ଋଷି ଧୀରେ ଧୀରେ ବୁଢ଼ା ଅବସ୍ଥାକୁ ଚାଲିଗଲେ। ଗୋଟିଏ ଦିନ ସେହି ନଗରରେ ରହୁଥିବା ଏକ ସୁଷମା ବୋଲି ଗୋଟିଏ କନ୍ୟା ଅର୍ଥାତ୍ ସ୍ତ୍ରୀ, ସେ ବିବାହିତ ହୋଇସାରିଛି। ତାର ଗୋଟିଏ ବି କନ୍ୟା ବା ପୁତ୍ର ସନ୍ତାନ ଜନ୍ମିତ ହୋଇନାହିଁ। ସୁଷମା ଅତ୍ୟଧିକ ସୁନ୍ଦର ଅଟେ, ବହୁ ସୁନ୍ଦର, ତା ବାଣୀ ବି ମଧୁର ଅଟେ। କାହିଁକି ନା ସେ ପ୍ରତ୍ୟେକ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ସେବାସୁତ୍ର କରୁଛି, ପ୍ରତ୍ୟେକ ଦୁଃଖୀ ଲୋକ ଗରିବ ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛି, ଋଷିମାନଙ୍କୁ ମଧ୍ୟ ନିଜ ଅନ୍ତରରୁ ମାନୁଛି, ଗୁରୁ ବୋଲି ତାଙ୍କୁ ସମ୍ମାନ ଦେଉଛି, ଗୀତା ଭାଗବତ ସବୁକୁ ପାଠ କରୁଛି। ତା ଜୀବନରେ କୌଣସି ବି ଦୁଃଖ କଷ୍ଟ ନଥିଲା, ଧନ ସମ୍ପତ୍ତିର ଅଭାବ ମଧ୍ୟ ନଥିଲା। କିନ୍ତୁ ଗୋଟିଏ ଜିନିଷ ତା ଜୀବନରେ କମ୍ ଥିଲା, ଆଉ ସେହି ଜିନିଷ ହେଉଛି ତାର ନିଜର ବିବାହିତ କରିଥିବା ଏକ ପତିକୁ। କାହିଁକି ନା ବିବାହିତ କରିଛି ସତ, ସେ ପତି ତାକୁ ପ୍ରତ୍ୟେକ ଦିନ ବହୁତ କଷ୍ଟ ଦୁଃଖ ଯନ୍ତ୍ରଣା ଦେଉଥିଲା। ତାର ସେହି କଷ୍ଟ ଯନ୍ତ୍ରଣାକୁ ସିଏ ସହ୍ୟ କରିପାରୁନଥିଲା। ମନେ ମନେ ଭାବୁଥିଲା, ଆଜି ଯଦି ତାଙ୍କେ ମୋ ଉପରେ କ୍ରୋଧିତ ହୋଇଛନ୍ତି କିମ୍ବା ମୋ ଉପରେ ହାତ ଉଠାଉଛନ୍ତି, ତାହେଲେ ଦିନ ଆସିବ ତାଙ୍କେ ବଦଳି ଯିବେ, ଆଉ ମୋତେ କ୍ରୋଧିତ ବଦଳରେ ଆପଣାଇ ନେବେ। ଏମିତି ଭାବି ସୁଷମା ପ୍ରତ୍ୟେକ ଦିନ ରହୁଥିଲା। କିନ୍ତୁ ଦେଖୁ ଦେଖୁ ସୁଷମାର ଏପରି ଅବସ୍ଥା ଧୀରେ ଧୀରେ ଅଧିକରୁ ଅଧିକ ଅତ୍ୟଧିକ ହେବାକୁ ଲାଗିଲା। ସେହି ସମୟରେ ସୁଷମା ଭାବିଲା, ମୁଁ ଏହାର ସମାଧାନ କରିବାକୁ କରିବି। କାହିଁକି ନା ଏହି ସବୁ ଅବସ୍ଥା ଯଦି କିଛି ନ ସୁଧାରିବ, ତାହେଲେ ଦିନ ଆସିବ ମୋର ଏହି ସବୁ ଦଣ୍ଡରେ ମୋର ମୃତ୍ୟୁବରଣ ହେବ। ସେଥିପାଇଁ ସିଏ ଗୁରୁଦେବକୁ ଏହି ବିଷୟରେ କହିବା ପାଇଁ ଭାବିଲା। ଗୁରୁଦେବ ପାଖକୁ ଗଲା ଆଉ ଗୁରୁଦେବକୁ କହିଲା, ହେ ଗୁରୁଦେବ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ମୋ ଜୀବନରେ ଯାହା ବି କିଛି ଭଗବାନ ମୋତେ ଦେଇଛନ୍ତି, ତାହା ଏକ ଅମୂଲ୍ୟରୁ ମୂଲ୍ୟ, କାହିଁକି ନା ତାହାର ତୁଳନା ନାହିଁ। ମୋ ପାଖରେ କୌଣସି ଦୁଃଖ କଷ୍ଟ ଲୁହ କୌଣସି ସମସ୍ୟା କଷ୍ଟ ନାହିଁ, କାହିଁକି ନା ଭଗବାନଙ୍କର ଆଶୀର୍ବାଦ ମୋ ପାଖରେ ରହିଛି। ମୁଁ ବି ମଧ୍ୟ କାହାକୁ ବିଲକୁଲ ବି ଦୁଃଖ କଷ୍ଟ ଦେଇନାହିଁ, ସମସ୍ତଙ୍କୁ ସାହାଯ୍ୟ କରୁଛି, ଧର୍ମ ମାର୍ଗରେ ଯାଉଛି, ଭଗବାନଙ୍କୁ ମାନୁଛି, ଗୀତା ଭାଗବତ ସବୁକୁ ପାଠ କରୁଛି। ତଥାପି ମୋ ମନରେ ଗୋଟିଏ କଷ୍ଟ ରହିଛି, ଆଉ ସେ କଷ୍ଟ ମୁଁ ଆପଣଙ୍କୁ କହିବାକୁ ଆସୁଛି। ମୁଁ ଯାହାକୁ ବିବାହିତ କରିଛି ଅର୍ଥାତ୍ ମୋର ସ୍ୱାମୀ, ସେ ମୋତେ ପ୍ରତ୍ୟେକ କ୍ଷଣ ବହୁତ କଷ୍ଟ ଦେଉଛି, ବହୁତ ଯନ୍ତ୍ରଣା ଦେଉଛି। ମୋତେ ଏମିତି ଲାଗୁଛି ତା ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ସମାଧାନ କରନ୍ତୁ ଗୁରୁଦେବ। ଗୁରୁଦେବ ସେହି କନ୍ୟାକୁ ଦେଖିଲେ, ନିଜର ଦୁଇ ନୟନକୁ ବନ୍ଦ କରି ଜାଣିଲେ ତାଙ୍କର ସ୍ୱାମୀ କାହିଁକି ତାଙ୍କୁ ଏତେ କଷ୍ଟ ଯନ୍ତ୍ରଣା ଦେଉଛି। ଜାଣିପାରିଲେ ପ୍ରକୃତ କଥା, ଆଉ ଦୁଇଟି ଯାକ ନେତ୍ରକୁ ଖୋଲିଲେ। ପଚାରିବାକୁ ଲାଗିଲେ ସୁଷମାକୁ, ହେ କନ୍ୟା, ତୁମେ ବିବାହିତ କରିଥିବା ତୁମର ସ୍ୱାମୀ ତୁମକୁ ବହୁତ କଷ୍ଟ ଆଉ ଯନ୍ତ୍ରଣା ଦେଉଛି ନା? ସୁଷମା କହିଲେ, ହଁ ଗୁରୁଦେବ, ବହୁତ କଷ୍ଟ ବହୁତ ଦୁଃଖ ମଧ୍ୟ ଦେଉଛି। ସେ ସମୟରେ ଗୁରୁଦେବ କହିଲେ କି, ତୁମକୁ ଖାଦ୍ୟ ସେବନ କରିବାକୁ ଦେଉଛନ୍ତି ନା?
सुषमा कहले हाँ गुरुदेव, मते जहाँ भी किछि खाद्य सेवन करने देउछन्ति, मोर अत्यधिक प्रियर खाद्य मध्य देउछन्ति, किंतु मते कष्ट मध्य देउछन्ति। सेतेबेले गुरुदेव कहले ठीक अछि, तुमे एही क्षणी चली जाओ, धीरे धीरे सब किछि सुधरी जिव। गुरुदेव को प्रणाम करले सुषमा पुणी थरे चली आसिले। ता बासी दिन ठीक से परी प्रत्येक कार्य प्रत्येक काम सारिले, पूजा पाठ करुथिले, प्रत्येक को साहाय्य करुथिले। पुणी थरे तांकर स्वामी आसुथिले आ तांको कष्ट देउथिले, जंत्रणा देउथिले। पुणी ता बासी दिन संध्यारे जाई गुरुदेवंको एही सब विषय कहले। एमिति देखु देखु सुषमा गुरुदेव पाखकु 6 थर आसी तांकर दुख कष्ट को जणाइले। 6 थर जाक गुरुदेव तांको सबकिछि सुधरी जेब, सबकिछि पुनर्बार समय ठीक करदेव एमिति कही तांको निज भवन को पठाई दउथिले। सुषमा भाविले कि आउ हेब नाही, एहार अंत निश्चित भाବରେ करिबि। काहेकि मते गुरुदेव एहार उत्तर जणाउ नाहांती, काहेकि मो स्वामी मते अत्यधिक कष्ट दंड देउछन्ति, एहार समाधान बिल्कुल भी हेउ नाही। दिन को दिन अत्यधिक बढ़िबारे चलीछि तांकर एही सब कष्ट जंत्रणा मत देबार। एमिति कही सुषमा शेष थर पई गुरुदेव पाखकु गले आ गुरुदेव को ए विषय पचारिले। गुरुदेव ठीक सेपरी कहले, तुमको सेवन करने को देउछन्ति ना खाद्य, ताहले तुमे तुम भवन को चली जाओ, सब किछि ठीक हे जिवो। सेतेबेले सुषमा गुरुदेवंकर कथा को मानिले नहीं, आ तांकर दुईटी जाक चरण को धरी तांके क्रंदन करने को लागिले। गुरुदेव को छाड़िले नहीं, आउ कहले हे गुरुदेव, आपण प्रकृत सत्य तो मते किछि भी जणाउ नाहांती। काहेकि मो स्वामी मते अत्यधिक कष्ट दंड देउची, एहार समाधान हब कि नहीं ता विषय मते जणाउ नाहांती। मते बारंबार तुमे निज भुवन को चली जीवा पाई मते बारण करू नाहांती बोधे, तथापि मते बारंबार आपण कहउछन्ति निज भुवन को चली जीवा पाई। एहा पछरे किछि रहस्य लुचि रहिछि, ता मध्य मते कुहन्तु गुरुदेव। सेतेबेले गुरुदेव सुषमा को प्रकृत सत्यता कहले, काहेकि ताकर स्वामी तांको अत्यधिक कष्ट आ जंत्रणा देउछति। गुरुदेव कहले हे सुषमा पुत्री, तुमे उठ, प्रकृत सत्यता तुमको मु निहाती भाବରେ कहबी। ए जीवन रे तुमे एक सुषमा होई जन्मित हेला, आउ तुमर स्वामीर एक सुंदर पत्नी होई तुमे ए जीवन रे बहुत किछि पुण्य अर्जन करिछ, जहा तुमको ज्ञात नहीं, किंतु एही पुण्य अत्याधिक शक्तिशाली मध्य रहिछि। जेहेतु तुमे प्रत्येक व्यक्ति को साहाय्य करिछ, दुखी गरीब लोकंकर कष्ट को मध्य दूर करिछ, भगवान को मानिछ, पूजा पाठ करिछ, प्रत्येक गुरु मान को मध्य सम्मान देछ, गीता भागवत सबकिछि पोथी को शास्त्र को निष्ठार सहित पाठ करिछ। सेथिपाई तो तुमर प्रत्येक दुख प्रत्येक कषण अंत निश्चित भाବରେ घटिब। किंतु मने रख, जदि आजिक दुनिया रे तुमर स्वामी तुमको बहुत कष्ट दुख जंत्रणा देउची, एहार प्रकृत कारण हेउची तुमे पूर्व जन्म रे एमिति किछि कुकर्म फल अर्जित करिच, सेथिपाई तो ए जन्म रे तुमको भोगिबाकु पड़िब। सुषमा एसब कथा शुणी आश्चर्य होगले, आ पचारिबाकु लागिले हे गुरुदेव, पूर्व जन्म रे मु एमिति क्यों कुकर्म फल अर्जित करिथिली, सेथिपाई तो मो स्वामी मते अत्यधिक कष्ट देउची, ए विषय मध्य कुहन्तु मते। सेही समय रे गुरुदेव कहिले कि ताहाले शुण पूर्व जन्मर प्रकृत रहस्य कथा। आमे बा जेकोसी व्यक्ति जदि पूर्व जन्म रे जेकोसी कुकर्म फल अर्जित करिवे, ए जन्म रे ताकु निहाती भागरे भोगिबाकु पड़िबो। एहार कारण हेउची पूर्व जन्मर कुकर्म फल अनुष्ठान रे तांकर आयु समाप्त घटुची, आउ जेहेतु समाप्त घटी साला परे तांकर कुकर्म फल सब किछिर बलखा रहुची, आउ एही बलखा ताकु ए जन्म रे भोगिबाकु पड़िबो। सेथिपाई तो ताकु पूर्व जन्मर कुकर्म फल ए जन्म रे भोगिबाकु पड़िबो। एहार प्रकृत अर्थ हेउची, जेतेबेले पूर्व जन्मर कथा आसुची, से समय रे तुम स्वामीर एक सापत माँ थिल, निज माता नुहे बरम सापत माता।
ତୁମ ପତି ଥିଲା ଗୋଟିଏ ଛୋଟିଆ ବାଳକ। ତାଙ୍କର ନିଜର ମାତା ମୃତ୍ୟୁବରଣ କରିଥିଲେ। ସେଥିପାଇଁ ତାଙ୍କର ପିତା ତୁମକୁ ପୁଣି ଥରେ ବିବାହ କରିଥିଲେ। ସେହି ସମୟରେ ତୁମର କୌଣସି ସନ୍ତାନ ନଥିଲା। ସେଥିପାଇଁ ତୁମର ସ୍ୱାମୀ ସେତେବେଳେ ବାଳକ ଥିବା କାରଣରୁ ତାଙ୍କୁ ନିଜର ପୁତ୍ର ବୋଲି ମାନିଲ। ଆଉ ଯେତେବେଳେ ତୁମେ ଗର୍ଭଧାରଣ କରିଲ, ସେହି ସମୟରେ ସେହି ପୁତ୍ରକୁ ଅତ୍ୟଧିକ କଷ୍ଟ ଦେଲ। ନିଜର ପୁତ୍ର ଭାବିଲ ନାହିଁ, କାହିଁକିନା ତୁମେ ସ୍ୱୟଂ ଏକ ଗର୍ଭଧାରଣ କରିଛ। ସେତେବେଳେ ସେହି ଶାବତ ପୁତ୍ରକୁ ତୁମେ ବହୁତ କଷଣ, ବହୁତ କଷ୍ଟ, ଦଣ୍ଡ ଦେଉଥିଲ। ସେହି ସମୟରେ ତାକୁ ମଧ୍ୟ ତୁମେ ସେବନ କରିବା ପାଇଁ ଖାଦ୍ୟ ଦେଉନଥିଲ, ତାକୁ ସେମିତି ହିଁ ଭୋକରେ ରଖିଥିଲ। ପ୍ରତ୍ୟେକ କାର୍ଯ୍ୟର କାମ ମଧ୍ୟ ତା ଦ୍ୱାରା କରାଉଥିଲ। ଦେଖୁ ଦେଖୁ ଭୋକରେ ତାର ଅନ୍ତ ଘଟିଲା, ଅର୍ଥାତ୍ ତାର ମୃତ୍ୟୁବରଣ କଲା କେବଳ ତୁମ ବଚସେ। ଆଉ ସେତେବେଳର ସେହି ସବୁ କୁକର୍ମ ଫଳ ତୁମକୁ ଏ ଜନ୍ମରେ ଭୋଗିବାକୁ ପଡ଼ିଲା। ଠିକ୍ ସେପରିକା ତୁମକୁ ମଧ୍ୟ ତୁମର ସ୍ୱାମୀ ବିଲକୁଲ ବି ଖାଦ୍ୟ ଆହାର କରିବା ପାଇଁ ଦେଇନଥାନ୍ତା। ତାର କାରଣ ରହିଛି। ଯେତେବେଳେ ତୁମେ ଏ ଜନ୍ମରେ ତାଙ୍କର ପତ୍ନୀ ହୋଇ ଜନ୍ମିତ ହେଲ, ଆଉ ସେହି ଛୋଟିଆ ବାଳକ ଏ ଜନ୍ମରେ ତୁମର ପତି ହୋଇ, କାହିଁକିନା ତୁମର କୁକର୍ମ ଫଳ ବଚସେ ତୁମକୁ ଦଣ୍ଡ ଦେବା ପାଇଁ। ଯେହେତୁ ତୁମେ ଏ ଜନ୍ମରେ ପ୍ରତ୍ୟେକ ଦୁଃଖୀ ଗରିବ ଲୋକକୁ ସାହାଯ୍ୟ କରୁଛ, ଧର୍ମ ମାର୍ଗରେ ଯାଉଛ, ଗୀତା ଭାଗବତ ପଢ଼ୁଛ, ଏହି କାରଣରୁ ତୁମକୁ ଭୋକରେ ମୃତ୍ୟୁବରଣ ହେବାର ଦଣ୍ଡ ସମ୍ପୂର୍ଣ୍ଣ ଭାବରେ ଲିଭିଗଲା। ଏହାର ସତ୍ୟ କାରଣ। କିନ୍ତୁ ତୁମର ପାପ ଅତ୍ୟଧିକ ଥିବା କାରଣରୁ ତୁମର ସ୍ୱାମୀ ତୁମକୁ ପ୍ରତ୍ୟେକ ଦିନ ଏପରି କଷଣ, ଦଣ୍ଡ ନିହାତି ଭାବରେ ଦେବ। କିନ୍ତୁ ଭୋଜନ କରିବା ପାଇଁ ଖାଦ୍ୟ ମଧ୍ୟ ଦେବ। ଆଉ ମୃତ୍ୟୁ ହେବା ପାଇଁ କେବେ ବି ଦଣ୍ଡ ଦେଇପାରିବ ନାହିଁ, ଯେହେତୁ ତୁମେ ପୂର୍ବ ଜନ୍ମରେ ତାକୁ ଏସବୁ ଦଣ୍ଡ ଦେଉଛ, ଭୋଗିବା ପାଇଁ ଏସବୁ ଦଣ୍ଡ। ସେତେବେଳେ ସୁଷମା ଜାଣିପାରିଲେ ତାଙ୍କର କୁକର୍ମ ଫଳର ଦଣ୍ଡ ଏ ଜନ୍ମରେ ଭୋଗିବାକୁ ପଡ଼ିଲା, ଯାହାକି ଗୁରୁଦେବ କହିଲେ। ହେ ଗୁରୁଦେବ, ଏ ଜନ୍ମରେ ସେପରି ଦଣ୍ଡକୁ ଅନ୍ତ କରିହେବ ନାହିଁ। ଯିଏକି ଯାହା ବି କିଛି ମୁଁ ପୂର୍ବ ଜନ୍ମରେ ଶାବତ ମା ହୋଇ ତାକୁ କଷ୍ଟ ଯନ୍ତ୍ରଣା ଦେଇ ମୃତ୍ୟୁବରଣ କରିଥିଲା, ଏ ଜନ୍ମରେ ସେସବୁ ଦଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ଲିଭେଇ ପାରିବି ନାହିଁ। ସେତେବେଳେ ଗୁରୁଦେବ କହିଲେ, ନିଶ୍ଚିତ ଭାବରେ ହେବ। ଯଦି ତୁମେ ଶ୍ରଦ୍ଧାର ସହିତ, ଭକ୍ତିର ସହିତ ସମ୍ମାନ ଦେବ, ଗୀତା ଭାଗବତକୁ ପ୍ରତ୍ୟେକ ଦିନ ଗୋଟିଏ ମାତ୍ର ଶ୍ଲୋକକୁ ନିଜେ ପଢ଼ିବ, ନହେଲେ କର୍ଣ୍ଣରେ ଶୁଣିବ। ଦେଖୁ ଦେଖୁ ଯେତେବେଳେ ତୁମର 21 ଦିନ ସମ୍ପୂର୍ଣ୍ଣ ଭାବରେ ଘଟିବ, ସେହି ସମୟରେ ତୁମର ସ୍ୱାମୀ ତୁମକୁ ଆଉ ବିଲକୁଲ ବି କଷ୍ଟ ଯନ୍ତ୍ରଣା ବିଲକୁଲ ବି ଦେବ ନାହିଁ। କାହିଁକିନା ଏହାର ଶକ୍ତି ଅପାର ଥିବା କାରଣରୁ ପୂର୍ବ ଜନ୍ମର ସବୁ କିଛି କୁକର୍ମ ଫଳକୁ ଅନ୍ତ କରିବ। ଗୁରୁଦେବଙ୍କର କଥା ଶୁଣି ସୁଷମା ଅତ୍ୟଧିକ ଖୁସି ହେଲେ, ଆନନ୍ଦ ମଧ୍ୟ ହେଲେ। ଆଉ କହିଲେ କି, ହେ ଗୁରୁଦେବ, ମୁଁ ନିଶ୍ଚିତ ଭାବରେ ଆପଣଙ୍କର ଏହି ଉପଦେଶକୁ ପାଳନ କରିବି। ଆଉ ପ୍ରତ୍ୟେକ କ୍ଷଣ ଗୀତା ଭାଗବତକୁ ସମ୍ପୂର୍ଣ୍ଣ ଭାବରେ ମୁଁ ଶ୍ରବଣ କରିବି, ନହେଲେ ପାଠ କରିବି। ତାଦ୍ୱାରା ମୋର ପୂର୍ବ ଜନ୍ମର କୁକର୍ମ ଫଳକୁ ନିଜ ହସ୍ତରେ ଲିଭାଇ ଦେବି। ଗୁରୁଦେବଙ୍କର ସୁଷମା କଥା ଶୁଣିଲେ ଆଉ ଜାଣିପାରିଲେ ଯେ ପୂର୍ବଜନ୍ମର କୁକର୍ମ ଫଳ ଭୋଗିବାକୁ ନିହାତି ଭାବରେ ପଡ଼ିଥାଏ। ସେ ସମୟରେ ନିଜ ଘରକୁ ଚାଲିଗଲେ, ଆଉ ତାଙ୍କେ ଗୀତା ଭାଗବତକୁ ସମ୍ପୂର୍ଣ୍ଣ ଭାବରେ ପାଠ କରିଲେ। ନିଜେ କର୍ଣ୍ଣରେ ଶ୍ରବଣ କରୁଥିଲେ, ଆଉ ପାଠ ମଧ୍ୟ କରୁଥିଲେ, ସମସ୍ତଙ୍କୁ ସାହାଯ୍ୟ କରୁଥିଲେ, ଭଗବାନଙ୍କୁ ମଧ୍ୟ ପୂଜା ଆରାଧନା କରୁଥିଲେ। ପ୍ରତ୍ୟେକ ସନ୍ଧ୍ୟାବେଳେ, ପ୍ରତ୍ୟେକ ପ୍ରାତଃ ସମୟରେ ତାଙ୍କ ସ୍ୱାମୀ ଆସୁଥିଲେ, ଆଉ ତାଙ୍କୁ ବହୁତ କଷ୍ଟ ଯନ୍ତ୍ରଣା ଦେଉଥିଲେ। ତଥାପି ତାଙ୍କ ସ୍ୱାମୀକୁ ବିଲକୁଲ ବି ବିରୋଧରେ ଯାଉନଥିଲେ। ତାଙ୍କେ ଯେତେ ମଧ୍ୟ ତାଙ୍କୁ କଷ୍ଟ ଦେଉଥିଲେ, ଆହତ ପୀଡ଼ା ପହଞ୍ଚାଉଥିଲେ, ଠିକ୍ ସେପରି ତାଙ୍କେ ଭାବୁଥିଲେ କି ପୂର୍ବ ଜନ୍ମରେ ମୁଁ କେତେ ନ କଷ୍ଟ ଦେଇଛି, ଆଙ୍କିତିକି ଭୋକରେ ରଖିଛି। ଏମିତି ଭାବି ତାଙ୍କେ ସବୁକିଛି ଦଣ୍ଡକୁ ସହ୍ୟ କରିଦେଉଥିଲେ। ଦେଖୁ ଦେଖୁ 21 ଦିନ ଘଟିଲା, ଆଉ ତାଙ୍କ ସ୍ୱାମୀ ଧୀରେ ଧୀରେ କରି ତାଙ୍କୁ କଷ୍ଟ ଦେବା, ଯନ୍ତ୍ରଣା ଦେବା ବା ପୀଡ଼ା ପହଞ୍ଚାଇବା ବନ୍ଦ କରିଦେଲେ। ଆଉ ତାକୁ ନିଜ ଅନ୍ତରରୁ ଭଲ ପାଇଲେ, ବହୁତ ଖୁସି ରଖିଲେ।
ସେହି ସମୟରେ ସୁଷମା ଆଉ ତାଙ୍କ ସ୍ୱାମୀକୁ ଧରି ସେହି ଗୁରୁଦେବଙ୍କ ପାଖକୁ ଗଲେ ଆଉ ଗୁରୁଦେବଙ୍କୁ ସମ୍ପୂର୍ଣ୍ଣ ସତ୍ୟ ବଚନ କହିଲେ। ହେ ଗୁରୁଦେବ, ଆପଣ ଯେଉଁ ବଚନ ମୋତେ ଶିଖାଇଥିଲେ 21 ଦିନର ପାଠ ଦ୍ୱାରା ମୋ ସ୍ୱାମୀକୁ ଭଲ ଭାବରେ ଫେରି ପାଇବି, ଠିକ୍ ସେପରି ଘଟିଲା। ଯେମିତିକା 21 ଦିନ ମୁଁ ଏପରି ପାଠ କରିଲି, ତାପରେ ଆଜି ଭଗବାନ ଶ୍ରୀ ହରିଙ୍କ ଦୟାରୁ ମୋ ସ୍ୱାମୀ ମୋତେ ଆଉ ବିଲକୁଲ ବି ଆଘାତ ପହଞ୍ଚାଉନାହାନ୍ତି, କଷ୍ଟ ଦେଉନାହାନ୍ତି, ନିଜ ଅନ୍ତରରୁ ଭଲ ପାଉଛି। ସେହି ସମୟରେ ଗୁରୁଦେବ କହିଲେ, ଆଶୀର୍ବାଦ ପ୍ରତ୍ୟେକ ଦେବୀ ଦେବତାଙ୍କର ଆପଣଙ୍କ ଉପରେ ରହିବ ଦୁହିଁଙ୍କ, କାହିଁକି ନା ଆପଣ ନିଜ ଅନ୍ତରର ସହିତ ଭାଗବତ ଗୀତାକୁ ଶ୍ରବଣ କରିଛନ୍ତି। ଏହା ଏକ କୌଣସି ପୋଥି ପୁରାଣ ନୁହେଁ, ବରଂ ଅତ୍ୟଧିକ ଶକ୍ତିଶାଳୀ। ଏହି ମାଧ୍ୟମରେ ତୁମେ ଭଗବାନଙ୍କୁ ମଧ୍ୟ ପ୍ରାପ୍ତ କରିପାରିବ। ସେତେବେଳେ ସୁଷମା ଗୁରୁଦେବଙ୍କର କଥାକୁ ଶ୍ରବଣ କରିଲେ ଆଉ ତାଙ୍କୁ ପ୍ରଣାମ କରିଲେ, ନିଜ ଭୁବନକୁ ଚାଲିଗଲେ। ପ୍ରତ୍ୟେକ ଦିନ ସୁଷମା ଏହି ଗୀତା ଭାଗବତକୁ ପାଠ କରୁଥିଲେ। ତାଙ୍କ ସାଥିରେ ତାଙ୍କ ସ୍ୱାମୀକୁ ମଧ୍ୟ ପାଠ କରିବାକୁ କହୁଥିଲେ। ତାଙ୍କ ସ୍ୱାମୀ ମଧ୍ୟ ନିଶ୍ଚିତ ଭାବରେ ପାଠ କରୁଥିଲେ। ଏମିତି ଭାବରେ ତାଙ୍କର ସୁନ୍ଦର ଆନନ୍ଦ ଜୀବନଟି ଘଟିଲା। କେବଳ ଏହି ଗୀତା ଭାଗବତକୁ ଶ୍ରବଣ କରିବା ଦ୍ୱାରା, ନିଜେ ମଧ୍ୟ ପାଠ କରିବା ଦ୍ୱାରା। ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହିଲେ, ହେ ସଖା, ତୁମେ ବୁଝିଲ ଏହା ଭିତରୁ କିଛି ରହସ୍ୟ କଥା। ସେହି ସମୟରେ ଅର୍ଜୁନ ମଧ୍ୟ କହିଲେ ଭଗବାନ ଶ୍ରୀକୃଷ୍ଣକୁ, ହେ ପ୍ରଭୁ, ଜାଣିପାରିଲି ଯେ ଏ ଜନ୍ମର ପାପ କାହିଁକି ପୂର୍ବ ଜନ୍ମରେ ଭୋଗିବାକୁ ପଡ଼ିବ। ଯେହେତୁ ଆମେ ଏ ଜନ୍ମରେ ଯଦି କିଛି ପାପ ଅର୍ଜିତ କରୁଛନ୍ତି, ଏହି ପାପର ବଳ ଅତ୍ୟଧିକ ଥିବା କାରଣରୁ, ନହେଲେ ଆମର ବୟସ ହୋଇଯାଇଥିବା କାରଣରୁ ଆମେ ମୃତ୍ୟୁବରଣ ଘଟୁଛି। ଆଉ ସେହିସବୁ ପାପ ନିହାତି ଭାବରେ ରହିଯାଉଛି। ଆଉ ସେହି ସବୁ ପାପକୁ ପୁଣି ଏକ ଜନ୍ମରେ ଭୋଗିବାକୁ ପଡ଼ୁଛି। ଆପଣଙ୍କର ନୀଳା ଅପାର ଅଟେ ପ୍ରଭୁ। ଆପଣ ଯାହା କରନ୍ତି, ଭଗବାନ ଯାହା କରନ୍ତି ପ୍ରାଣୀଙ୍କର ମଙ୍ଗଳ ପାଇଁ। ସେଥିପାଇଁ ତ କୁହାଯାଉଛି, ଏ ଜୀବନ ଶରୀର ଭିତରେ ଥିଲା ପର୍ଯ୍ୟନ୍ତ କୌଣସି ବି ପାପ ବିଲକୁଲ ବି କରିବା ଉଚିତ ନୁହଁ। ଭଗବାନ ଶ୍ରୀ ହରିଙ୍କର ପାଦତଳେ ସଦା ସର୍ବଦା ନିଜର ମନ ପ୍ରାଣକୁ ଅର୍ପଣ କରିବା ଉଚିତ ଅଟେ। ହେ ପ୍ରାଥ, ଏକ ଅନୁରୋଧ ରଖୁଛି ଆପଣଙ୍କ ପାଖରେ, ଏମିତି କିଛି ମାର୍ଗ ଦର୍ଶନ କରନ୍ତୁ ଯେଉଁ ମାର୍ଗରେ ମୁଁ ଆପଣଙ୍କୁ ହିଁ ପ୍ରାପ୍ତ କରିବି। କୌଣସି ପାପ କର୍ମରେ ଏ ମନ ବିଲକୁଲ ବି ଲାଗିବ ନାହିଁ। ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ କହୁଛନ୍ତି, ହେ ମୋର ପ୍ରିୟ ସଖା, ଯେତେବେଳେ କୌଣସି ପ୍ରାଣୀ ନିଜ ଅନ୍ତରରେ, ନିଜ ହୃଦୟରେ ମୋତେ ଜାଗା ଦେଇଛି, ତାକୁ କୌଣସି ବି ପାପ କର୍ମ କରିବା ପାଇଁ ମୁଁ ବିଲକୁଲ ବି ସୁଯୋଗ ଦେଉନାହିଁ। ସେଥିପାଇଁ ତ କୁହାଯାଉଛି, ନିଜ ମନକୁ ସଦାସର୍ବଦା ଉଚ୍ଚରେ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ସେହି ହୃଦୟ ରହିବେ। ଯେଉଁ ହୃଦୟରେ ଭଗବାନ ରହିବେ, ସେ ହୃଦୟର ସଦାସର୍ବଦା ନିର୍ମଳ ସ୍ୱଚ୍ଛ ରହିବା ଆବଶ୍ୟକତା। ସେହି ମନରେ ଯଦି ହିଂସା, ଗର୍ବ, ମୋହ, ଅହଙ୍କାର ରହିବ, ସେହି ହୃଦୟରେ ମୁଁ ବାସ କରିପାରେ ନାହିଁ। ସେଥିପାଇଁ ପ୍ରତ୍ୟେକ ମନୁଷ୍ୟମାନେ ଏହାକୁ ମନରେ ଧ୍ୟାନ ରଖିବା ଉଚିତ ଅଟେ। ଯେତେବେଳେ କୌଣସି ତପସ୍ୱୀ, ସାଧୁ, ମହର୍ଷି ଆରାଧନା କରୁଛନ୍ତି, ପୂଜା ପାଠ କରୁଛନ୍ତି ମୋତେ ପ୍ରାପ୍ତ କରିବା ପାଇଁ, ସେତେବେଳେ ସର୍ବପ୍ରଥମେ ସେମାନେ ହିଂସା, ଗର୍ବ, ମୋହ, ଅହଙ୍କାରକୁ ତ୍ୟାଗ କରନ୍ତି। ତାପରେ ଯାଇ ମୋତେ ପ୍ରାପ୍ତ କରନ୍ତି। ଆଉ ମୁଁ ତାଙ୍କ ମନରେ, ହୃଦୟରେ ସୁନ୍ଦର ଭାବରେ ବାସ କରେ ଆଉ ତାଙ୍କୁ ମାର୍ଗ ଦର୍ଶନ କରୁଥାଏ। ସେହି ସମୟରେ ଅର୍ଜୁନ ବୁଝିପାରିଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ଅନ୍ତରରେ ରଖିବାକୁ ପଡ଼ିବ। ଆଉ ନିଜ ଅନ୍ତରରେ ରଖିବାକୁ ପଡ଼ିବାର ଅର୍ଥ ହେଉଛି ହିଂସା, ଗର୍ବ, ମୋହ, ଅହଙ୍କାରକୁ ତ୍ୟାଗ କଲା ପରେ ଭଗବାନ ଶ୍ରୀକୃଷ୍ଣ ଅନ୍ତରକୁ ଆସିଥାଏ। ଏହି ସବୁ କଥା ଭଗବାନ ଶ୍ରୀକୃଷ୍ଣ ଠାରୁ ବୁଝିପାରିଲେ ଆଉ କହିଲେ, ହେ ପ୍ରଭୁ, ହେ ପ୍ରାଥ, ଆପଣଙ୍କର ଏହି ସୁନ୍ଦର ଅମୂଲ୍ୟ ବାଣୀକୁ ମୁଁ ମନେ ରଖୁଛି। ଏହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ଏହାକୁ ଶ୍ରବଣ କରିବା ଦ୍ୱାରା ତାଙ୍କର ଧୀରେ ଧୀରେ କରି ଯେତେ ମଧ୍ୟ କୁକର୍ମ ଅର୍ଜିତ କରିଥିବେ, ସବୁକିଛିର ଅନ୍ତ ଘଟିବ। ଆଉ ଆପଣଙ୍କୁ ପ୍ରଭୁ ନିଜର ବୋଲି ପ୍ରାପ୍ତ କରିପାରିବେ। ଏହା ଆପଣ ଆଶୀର୍ବାଦ ପ୍ରଦାନ କରନ୍ତୁ।
अर्जुनकर कथा शुणी भगवान श्रीकृष्ण निहाती भाव में आशीर्वाद प्रदान करिले। प्रत्येक मनुष्यंकर मंगल निमते यह एक सत्य वचन। आपण माने मन रखंतु जीवनर सत्य हेउची पूर्व जन्मर कुकर्म फल को ए जन्म भोगवाक पड़ो। ए जन्म जदि आपण को कौनसी रोग दुख कष्ट कौनसी अभाव धनर ऋण हो जाइछि बा जेकोसी भी आपण को कष्ट दुख सह्य करने को पड़ुछि, यार प्रकृत कारण हेउछि आपण माने पूर्व जन्म कुकर्म फल अर्जित करिसेंती ए जन्म भोगवाक पड़ो। ए जन्म से सबु कुकर्म फल को अंत जदि करने को चाहूँगी ताहले श्रीमद भागवत गीता को किछि क्षण श्रवण करंतु। एहार शक्ति बल आपणकर जेते मध्य कुकर्म फल अर्जित करिथिबे ताहा क्षणकर नष्ट घटिब। यह सत्य अटे। जेकोसी व्यक्ति जदि अत्यधिक धनवान भवन में जन्मग्रहण करिथिबे जहाँ इच्छा करिथिबे ताहा प्राप्त करिपारुथिबे, ସେହି ବ୍ୟକ୍ତି ପୂର୍ବ ଜନ୍ମରେ ଏକ ସୁନ୍ଦର ଜନ୍ମିତ ଭାବରେ ଅର୍ଜନ କରିଛନ୍ତି, ପୁଣ୍ୟ ଅର୍ଜନ କରିଛନ୍ତି। ସେଥିପାଇଁ ଏ ଜନ୍ମରେ ସବୁକିଛି ତାକୁ ପ୍ରାପ୍ତ ହେଉଛି। ଆଉ ସେଥିପାଇଁ କୁହାଯାଉଛି ଏ ଜନ୍ମରେ କୁକର୍ମ ଫଳକୁ ଅନ୍ତ କରିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ନିହାତି ଭାବରେ ଏହି ଗୀତା ଭାଗବତକୁ କିଛି କ୍ଷଣ ଶ୍ରବଣ କରନ୍ତୁ। ଏହି ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗିଛି କମେଣ୍ଟ ମାଧ୍ୟମରେ ଜୟ ଶ୍ରୀକୃଷ୍ଣ ନିହାତି ଭାବରେ ଲେଖନ୍ତୁ। कहीं आमे होउछंती स्वयं भगवान श्रीकृष्णकर भक्त सेवक। आउ तांको आम जीवन यही शरीर भितर थिला पर्यंत आमे तांकर सेवा करिबा आउ सेवक होई प्रत्येक क्षण जन्मित हेबा। कौनसी पाप कर्म रे बिल्कुल भी तो आमे स्पर्श हेबा नहीं किंबा स्पर्श करिबा नहीं। एहाको आपण मन रखंतु। कमेंट माध्यम जय श्रीकृष्ण लिखि दियंतु। यही वीडियो जदि आपण मानक भल लगी चैनल को सब्सक्राइब कर दिंतु, लाइक कर दिंतु, कमेंट कर दिंतु। रहुछि जय जगन्नाथ, जय माँ लक्ष्मी, जय श्रीकृष्ण। राधे 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 श्रीकृष्ण।